ଆରମ୍ଭ ହୋଇଛି ରାଜନୈତିକ ପ୍ରସ୍ତୁତି ପର୍ବ। ସବୁଠି ଏବେ ରାଜନୀତି ସରଗରମ ହୋଇଛି। ଆମେ ଖୋର୍ଦ୍ଧା ଜିଲ୍ଲା ତଥା ଭୁବନେଶ୍ୱର ଲୋକସଭା ଆସନରେ ରହିଥିବା ଜୟଦେବ ନିର୍ବାଚନ ମଣ୍ଡଳୀ କବି ଜୟଦେବଙ୍କ ନାଁରେ 2009 ମସିହାରେ ପୁନର୍ଗଠିତ ହୋଇଥିଲା। 2024 ରାଜନୀତି ପାଇଁ ସରଗରମ ହୋଇଛି ଏବେଠୁ ଜୟଦେବ ନିର୍ବାଚନ ମଣ୍ଡଳୀ। କୋଉଠି ପ୍ରାର୍ଥୀତ୍ୱକୁ ନେଇକି ଦେଖାଦେଇଛି ବିବାଦ ତ କୋଉଠି ରାଜନୀତିରୁ ଫାଇଦା ନେବା ପାଇଁ ନେତାମାନେ ଆରମ୍ଭ କରିଛନ୍ତି ପ୍ରସ୍ତୁତି ପର୍ବ। ଗତ 20 ତାରିଖରେ ସେଇଭଳି ଭାବେ ଜୟଦେବରୁ ଜୟନ୍ତ ଭୋଇ ଯେ କଂଗ୍ରେସ ଟିକେଟ ପାଇଥିଲେ ତାଙ୍କୁ ପରିବର୍ତ୍ତନ କରାଯାଇ ପୂର୍ବତନ ବିଧାୟକ କୋରାପୁଟର ଯୋଉ ବିଧାୟକ ଥିଲେ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ତାଙ୍କୁ ମଧ୍ୟ ଜୟଦେବରୁ ଟିକେଟ ଦିଆଯାଇଛି। ତେବେ ଆମେ ତାଙ୍କ ସହିତ ନିକଟରେ କଥା ହେବା ଜୟଦେବରେ କେମିତି କଣ ତାଙ୍କର ରଣନୀତି ରହିଛି ଏବଂ କେମିତି କଣ ଲୋକଙ୍କ ପାଖରେ ପହଞ୍ଚିଲେ କି ନାହିଁ, କଣ ସବୁ ସମସ୍ୟା ଅଛି, ଯିବା ସିଧା ତାଙ୍କ ସହିତ କଥା ହେବା। କୃଷ୍ଣଚନ୍ଦ୍ର ବାବୁ, ଆପଣ ବିଧାୟକ ହେଇଛନ୍ତି 2009 ମସିହାରେ କଂଗ୍ରେସ ହେଇଥିଲେ। କୋରାପୁଟରୁ ଜୟଦେବ 550 କିଲୋମିଟର ଦୂର, ଆପଣଙ୍କୁ ଜୟଦେବ ମାଟି ନୂଆ, କେମିତି କଣ ଟିକେଟ ପାଇଲାଠୁ ଆପଣ ଗଲେଣି, କଣ କଣ ରେସ୍ପଣ୍ଡ କଣ ଅଛି? ଦେଖନ୍ତୁ 20 ତାରିଖ ଦିନ ଘୋଷଣା ହେଲା ଜୟଦେବ ପାଇଁ ମୋର ଟିକେଟ ହେଇଛି। ମୁଁ ସାଙ୍ଗେ ସାଙ୍ଗେ ସେଠୁ ବାହାରିଲି କୋରାପୁଟ ଏବଂ କାଲି 21 ତାରିଖ ଜୟଦେବ ମୁଁ ଗସ୍ତ କରିଥିଲି। ତ ବର୍ତ୍ତମାନ ଜୟଦେବରେ ଯେଉଁମାନେ କଂଗ୍ରେସର ଅଛନ୍ତି କର୍ମକର୍ତ୍ତା ସମସ୍ତଙ୍କ ସହ ସାକ୍ଷାତକାର ପ୍ରାୟ ହେଇଯାଇଛି। ମୋଟାମୋଟି ଆଗକୁ କାର୍ଯ୍ୟକ୍ରମ ଆମର ଜୟନ୍ତ ଭୋଇ ଟିକେଟ ପାଇଥିଲେ, ତାଙ୍କ ଟିକେଟ କାଟଛଣ୍ଟ କରାଗଲା, ତାଙ୍କୁ ଭେଟିଲେ, ତାଙ୍କ ରେସ୍ପଣ୍ଡ କଣ ଅଛି? ନାଇଁ, ମୁଁ ଜୟନ୍ତ ଭାଇଙ୍କ ସହିତ ମୋର ସାକ୍ଷାତ ହେଇପାରିନି। ଯୋଗାଯୋଗ କରିବାକୁ ମୁଁ ଚେଷ୍ଟା କରିଥିଲି କିନ୍ତୁ ଯୋଗାଯୋଗ ବର୍ତ୍ତମାନ ପର୍ଯ୍ୟନ୍ତ ହେଇପାରିନି। ଜୟନ୍ତ ବାବୁଙ୍କୁ ଆପଣ ମନେଇବେ କେମିତି? ଜୟନ୍ତ ବାବୁଙ୍କ ସହିତ ମୋ ଦୀର୍ଘ ବର୍ଷର ସମ୍ପର୍କ ଅଛି, ମିଶିକି କାମ ମଧ୍ୟ କରିଛୁ। ମୁଁ ବିଧାୟକ ଥିବା ସମୟରେ ମୁଁ ଅନୁସୂଚିତ ଜାତି ବିଭାଗର ଅଧ୍ୟକ୍ଷ ଥିଲି ରାଜ୍ୟର, ଏବଂ ସିଏ ଖୋର୍ଦ୍ଧା ଜିଲ୍ଲାର ମଧ୍ୟ ଚେୟାରମ୍ୟାନ୍ ଥିଲେ ସେ ବିଭାଗରେ। ତେଣୁ ଆମେ ମିଶିକିରି ଅନେକ ଥର କାମ କରିଛୁ ଏବଂ ଟିକେଟ ଇଏ ଦଳର ନିଷ୍ପତ୍ତି, ମୋର ନିଷ୍ପତ୍ତି ନୁହଁ। ମୁଁ ତ କୋରାପୁଟ ପାଇଁ ଆଶାୟୀ ଥିଲି କିନ୍ତୁ ଦଳ ନିଷ୍ପତ୍ତି ନେଲା ଜୟଦେବରୁ ମୋତେ ଲଢ଼େଇବା ପାଇଁ। ଦଳର ନିଷ୍ପତ୍ତିକୁ ଆମ ସମସ୍ତଙ୍କୁ ମାନିବାକୁ ପଡ଼ିବ, ଦଳର କର୍ମୀ ହିସାବରେ, କର୍ମକର୍ତ୍ତା ହିସାବରେ। ଜୟଦେବ ମାଟି ଆପଣ ପାଇଁ ନୂଆ, କେମିତି କଣ ରେସ୍ପଣ୍ଡ ମିଳିବ, କେମିତି କଣ ଯେତିକି ଗଲେଣି ଯୋଉ ନେତୃବୃନ୍ଦ ବା ଯୋଉ କର୍ମୀ ପାଖକୁ, ସେମାନେ କଣ ଆପଣଙ୍କୁ ପରାମର୍ଶ ଦଉଛନ୍ତି? ନାଇଁ, ସେମାନେ ଲଢ଼ିବା ପାଇଁ ପ୍ରସ୍ତୁତ ଅଛନ୍ତି ଏବଂ ମୁଁ ଜୟଦେବ ପାଇଁ ନିଶ୍ଚିତ ଭାବରେ ନୂଆ। କିନ୍ତୁ ଯେତେବେଳେ ମୁଁ ବିଧାୟକ ଥିଲି ଜୟଦେବର ଅନେକ ସମସ୍ୟା ନେଇକରି ବିଧାନସଭାରେ ମୁଁ ପ୍ରଶ୍ନ କରିଛି। ଜୟଦେବ ମୁଁ ବାର ବାର ଗସ୍ତ ମଧ୍ୟ କରିଛି। ଜୟଦେବର ଯେଉଁ କଂଗ୍ରେସ କର୍ମକର୍ତ୍ତା ଅଛନ୍ତି, ନେତା ଅଛନ୍ତି, ଅଧିକାଂଶ ଲୋକ ମୋତେ ଜାଣିଛନ୍ତି। ତଥାପି ମୁଁ ଜୟଦେବର ନୂଆ। ପ୍ରୟାସ ନିଶ୍ଚିତ ଭାବରେ ଆଗକୁ ରହିବ ଜୟଦେବର ସମସ୍ତଙ୍କୁ କେମିତି ନିଜର କରିପାରିବି ଏବଂ କଂଗ୍ରେସ ସଂଗଠନକୁ କେମିତି ମଜବୁତ କରିବି। ଆପଣଙ୍କ ମୋର ପ୍ରଶ୍ନ ରହିବ, ଆପଣ ଜାଣିଥିବେ ଜୟଦେବ ନିର୍ବାଚନ ମଣ୍ଡଳୀ ପୂର୍ବ ବାଲିପାଟଣା ବାଲିଅନ୍ତା ଯୋଉ ଅଛି, ଆମେ ଖବର ସଂଗ୍ରହ ଦୀର୍ଘ ବର୍ଷ ଧରି କରି ଆସୁଛୁ, ସେଠି ଜନତା ଦଳ ଗଡ଼ ଥିଲା, ଏବେ ବିଜୁ ଜନତା ଦଳ ଗଡ଼ ହେଇଛି। କେମିତି କଣ ଆପଣ ତାକୁ ଟ୍ୟାକେଲ କରିକି ଆପଣ ସେ ଲଢ଼େଇକି ମଇଦାନକୁ ଓହ୍ଲେଇଛନ୍ତି? ଦେଖନ୍ତୁ, କାଲି ଜୟଦେବ ଯେଉଁ ଗସ୍ତ କରିଥିଲି ଏବଂ ଆମର ନେତୃସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା ମଧ୍ୟ କରିଥିଲି, ସେଠି ମୁଖ୍ୟତଃ ଲଢ଼େଇ ହେଉଛି ଯାହା ସେମାନେ କହୁଛନ୍ତି ବାଲି ଏବଂ ଢାଲିଙ୍କ ଲଢ଼େଇ। ତ ମୋର କାଲି ସେମାନଙ୍କ ପ୍ରଶ୍ନ ଥିଲା, ଜୟଦେବରେ କିଛି ସମସ୍ୟା ନାହିଁ କି? କୃଷକମାନଙ୍କର ସମସ୍ୟା ନାହିଁ, ବେକାର ଯେଉଁ ଶିକ୍ଷିତ ଯୁବକ ଯୁବତୀ ଅଛନ୍ତି ତାଙ୍କର ସମସ୍ୟା ନାହିଁ, ଦରଦାମର ସମସ୍ୟା ନାହିଁ, ଜୟଦେବ ନିର୍ବାଚନ ମଣ୍ଡଳୀରେ କୌଣସି ମୌଳିକ ସମସ୍ୟା ନାହିଁ କି? ତାକୁ କ'ଣ ପାଇଁ ଆଲୋଚନା ଆସୁନି? ବାଲି ଢାଲିର ଆଲୋଚନା କାହିଁକି ହେଉଛି? ତେଣୁ ସେଠି ଯେଉଁମାନେ ବି ନେତୃତ୍ୱ ନେଇଛନ୍ତି, ବିଧାୟକ ଥିଲେ ବା ଆଗକୁ ଲଢ଼ୁଛନ୍ତି, ଏବେ ଲଢ଼ୁଛନ୍ତି, ସେମାନେ ଜୟଦେବ ପାଇଁ ତାଙ୍କର ବିଚାର ନାହିଁ। କେମିତି ଅର୍ଥବଳ ବାହୁବଳରେ ସେମାନେ ବିଜୟୀ ହେବେ ଏବଂ ଜୟଦେବକୁ ଲୁଟପାଟ କରିବେ। ତେଣୁ ଆମେ କଂଗ୍ରେସର ଯେଉଁ ବର୍ତ୍ତମାନ ଗ୍ୟାରେଣ୍ଟି ଅଛି ଜନସାଧାରଣଙ୍କ ପାଇଁ ତାକୁ ନେଇକି ଯିବୁ ଏବଂ ଗତ ଦିନରେ ବିଧାୟକ ଯେଉଁମାନେ ଥିଲେ ବା ରାଜ୍ୟ ସରକାର, କେନ୍ଦ୍ର ସରକାରର ଯେଉଁ ବୈମତ୍ରିକ ମନୋଭାବ ଜୟଦେବ ପ୍ରତି ଏବଂ ଓଡ଼ିଶା ପ୍ରତି, ଦେଶ ପ୍ରତି, ତାକୁ ମଧ୍ୟ ନେଇକି ଯିବୁ। ଜୟଦେବ ଆପଣ କେମିତି ଭାବୁଛନ୍ତି? ଆମେ ଦୀର୍ଘ ବର୍ଷ ଦେଖି ଆସୁଛୁ କଂଗ୍ରେସର ସ୍ଥିତି ମଜବୁତ ନାହିଁ, ଆପଣ ଜୟଦେବକୁ ଆପଣ ନୂଆ ଆପଣ ଜୟଦେବ ମାଟି ପାଇଁ ଆପଣ କଂଗ୍ରେସ ପ୍ରାର୍ଥୀ ଭାବେ କେମିତି ଆପଣ କେମିତି ଭେଦ କରିବେ, କେମିତି ଭୋଟ ବ୍ୟାଙ୍କ ତିଆରି ପ୍ରସ୍ତୁତ କରିବେ ବୋଲି ଭାବୁଛନ୍ତି? ଦେଖନ୍ତୁ, ଜୟଦେବର ନିଜସ୍ୱ ଅନେକ ସମସ୍ୟା ଅଛି, ତାକୁ ମଧ୍ୟ ଆମେ ଇସ୍ୟୁ କରିବୁ ଏବଂ କଂଗ୍ରେସର ଯେଉଁ ଇସ୍ତାହାର ଅଛି, ଯୁଗାନ୍ତକାରୀ ଇସ୍ତାହାର, ଆପଣ କୃଷକ ପାଇଁ, ଯୁବକ ପାଇଁ, ମହିଳାଙ୍କ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି ସେଥିରେ ଏବଂ କେନ୍ଦ୍ରରେ କଂଗ୍ରେସ ସରକାର ଆସୁଛି, ନିଶ୍ଚିତ ସମସ୍ତେ ସେଥିରେ ଲାଭବାନ ହେବେ। ଏବଂ ଆଉ ଗୋଟେ ସବୁଠୁ ବଡ଼ ସମସ୍ୟା ହେଉଛି ଦେଶ ଆଜି ଅଘୋଷିତ ଗୋଟେ ଏମର୍ଜେନ୍ସି ଭିତରେ ଆଜି ଅଛି। ଦେଶର ଭବିଷ୍ୟତ ସମ୍ବିଧାନ ବିପଦରେ ଅଛି, ଦେଶର ଆଇନ ବ୍ୟବସ୍ଥା ଆଜି ଠିକ୍ ନାହିଁ, ଭାଇଚାରା ନାହିଁ। ତେଣୁ ଲୋକଙ୍କ ପାଖକୁ ଏଇ ମୁଦ୍ଦା ନେଇକରି ଗଲେ ଲୋକ ନିଶ୍ଚିତ ଭାବରେ ବୁଝିବେ, କଂଗ୍ରେସକୁ ଗ୍ରହଣ କରିବେ ଏବଂ କଂଗ୍ରେସ ନିଶ୍ଚିତ ଭାବରେ ସେଠି ସଫଳ ମଧ୍ୟ ହେବ।
ଆମେ ଆପଣଙ୍କୁ ଜାଣିଛୁ ଆପଣ ପଛପଟର ପଛର ପଟର ଦୃଶ୍ୟ ଆମେ ଜାଣିଛୁ ଆପଣ ଛାତ୍ର ଜୀବନରୁ ରାଜନୀତି କରିଛନ୍ତି ରେଭେନ୍ସା କଲେଜରୁ। ଆମେ ଦେଖୁଛୁ ଯେତେବେଳେ 2019 ମସିହାରେ ଆପଣ କୋରାପୁଟର ବିଧାୟକ ହେଲେ ଆମେ ଲକ୍ଷ୍ୟ କରୁଛୁ ଯେ କୁନ୍ଦୁଲି ଯେତେବେଳେ ଗଣଦୁଷ୍କର୍ମ ଗୋଟେ ଘଟଣା ଘଟିଲା ସମଗ୍ର ରାଜ୍ୟରେ ଦେଶରେ ଗୋଟେ ହଟଚମଟ ସୃଷ୍ଟି ହେଲା। ସେହି ସମୟରେ ଆମର ବିଧାୟକ ଥିଲେ 6 ମାସ ପାଇଁକି ବିଧାୟକ ପଦରୁ ଗୋଟେ ଇସ୍ତଫା ଦେଇଥିଲେ। କାହିଁକି ଦେଇଥିଲେ କାରଣ କ'ଣ ଥିଲା? ରାଜନୀତି ଗେମ୍ ପ୍ଲାନ୍ କିଛି ନଥିଲା ସେ ସମୟରେ। ରାଜନୈତିକ ଗେମ୍ ପ୍ଲାନ୍ ଥାନ୍ତା ଆଜି ମୁଁ ଅନ୍ୟ ଜାଗାରେ ଥାନ୍ତି। ମୁଁ କଂଗ୍ରେସ ବିଚାରଧାରାକୁ ନେଇକରି ମୁଁ ରାଜନୀତିରେ ଅଛି। ଛାତ୍ର ଜୀବନରୁ କଂଗ୍ରେସକୁ ମୁଁ ଭଲ ପାଇଛି। କଂଗ୍ରେସର ବିଚାରଧାରାକୁ ମୁଁ ପସନ୍ଦ କରେ। ରାହୁଲ ଗାନ୍ଧୀ ମୋ ନେତା। କ'ଣ ପାଇଁକି ଆପଣ ସେ ଘଟଣା ଆପଣ ଇସ୍ତଫା କୁନ୍ଦୁଲି ଘଟଣାରେ ସେଇଭଳି ଘଟଣା କାହା ପ୍ରତି ନ ହଉ, କୌଣସି ଅଞ୍ଚଳରେ ନ ହଉ, ଏକ ମର୍ମନ୍ତୁଦ ଅତି ଅମାନୁଷିକ ଘଟଣା ହେଇଥିଲା। 3 ଜଣ ଗ୍ୟାଙ୍ଗରେପ୍ର ଶିକାର ହେଇଥିଲା ଗୋଟେ ନାବାଳିକା ଝିଅ, ନବମ ଶ୍ରେଣୀର ଝିଅ। ତା ପାଇଁ ମୁଁ ଲଢ଼େଇ ଲଢ଼ିଥିଲି। 9 ଦିନ ହଙ୍ଗର ଷ୍ଟ୍ରାଇକ୍ କରିଥିଲି ଗଭର୍ଣ୍ଣର ହାଉସ୍ଙ୍କ ସାମ୍ନାରେ। ଦିଲ୍ଲୀ ଯନ୍ତର ମନ୍ତର ଯାଇଥିଲି। ସେ ଝିଅକୁ ନ୍ୟାୟ ମିଳିଲା ନାହିଁ କ'ଣ ପ୍ରଭାବ ପଡ଼ିଲା? ଏବଂ 100 ଦିନ ପରେ ସେ ଝିଅ ଆତ୍ମହତ୍ୟା କରିନେଲା। ମୁଁ ମୋର ବିଧାୟକ ପଦରୁ ଯେଉଁ ଇସ୍ତଫା ଥିଲା ମା ମାନଙ୍କ ଭିତରେ, ଭଉଣୀମାନଙ୍କ ଭିତରେ ନାରୀ ସମାଜରେ ଏକ ଜାଗରଣ ସୃଷ୍ଟି କରିବା ପାଇଁ ଉଦ୍ଦିଷ୍ଟ ଥିଲା ଏବଂ ସେ ନିଷ୍ପାପ ଝିଅ ପ୍ରତି ମୋର ଗୋଟେ ଛୋଟିଆ ଶ୍ରଦ୍ଧାଞ୍ଜଳି ଥିଲା ବିଧାୟକ ପଦରୁ ଇସ୍ତଫା। ମୁଁ ଆଶା କରିଥିଲି ମୋର ବିଧାୟକ ପଦରୁ ଇସ୍ତଫା ମା ମାନଙ୍କ ଭିତରେ ଏକ ଜାଗରଣ ସୃଷ୍ଟି କରିବ। ଜାଗରଣ ସୃଷ୍ଟି ହେଇଛି? ଦେଖନ୍ତୁ କ'ଣ ଜାଗରଣ ସୃଷ୍ଟି ହେଇଛି ମୁଁ ଆଜି କହିପାରିବିନି ଏବଂ ଆଜି ବି ଅନେକ ଲୋକ କହୁଛନ୍ତି ତୁ ଭୁଲ କରିଛୁ। ତ ମୁଁ ବିଧାୟକ ପଦରୁ ଇସ୍ତଫା ଦେବା ଭୁଲ ଠିକ୍ ଭବିଷ୍ୟତ କହିବ। ଦେଖନ୍ତୁ ଜୟଦେବର ମା ମାନେ ନାହାନ୍ତି, ଭଉଣୀ ନାହାନ୍ତି, ଅଛନ୍ତି ବିବେକବାନ ଲୋକ ଅଛନ୍ତି। ଜୟଦେବ ଗୋଟେ ସମ୍ମାନସ୍ପଦ ନିର୍ବାଚନ ମଣ୍ଡଳୀ, ଅନେକ ଶିକ୍ଷିତ ଲୋକ ଅଛନ୍ତି, ନିଶ୍ଚିତ ଭାବରେ ବିଚାରକୁ ନେବେ। ଜୟଦେବର ଆପଣ ଇସ୍ୟୁ କ'ଣ ହବ? ଆପଣ ଜାଣିଛନ୍ତି ରାଜଧାନୀ ଉପକୂଳରେ ଲାଗି ରହିଛି ଜୟଦେବ ନିର୍ବାଚନ ମଣ୍ଡଳୀ, କୃଷି ପ୍ରଧାନ ଅଞ୍ଚଳ, ଆଉ ସେଠି ବେକାରୀ ସଂଖ୍ୟା ବଢିଛି। ଆପଣ ଇସ୍ୟୁ କ'ଣ ରହିବ? ଲାଷ୍ଟ କ୍ୱେଶ୍ଚନ ମୋର ଗୋଟାଏ ଇସ୍ୟୁ ରହିବ, ଯଦି ଜୟଦେବ ଭୋଟର ଭାଇ ଭଉଣୀ ମୋତେ ଆଶୀର୍ବାଦ କରିବେ, ସ୍ନେହ କରିବେ, ଭୋଟ ଦେବେ, ବିଧାୟକ ହେବି, ପ୍ରତିନିଧି ହେବି, এটা ମୋ ଅଧୀନରେ ନାହିଁ, ଭୋଟରଙ୍କ ଅଧୀନରେ ଅଛି। କିନ୍ତୁ ଜୟଦେବର ସମସ୍ୟାକୁ ନେଇ ରାଜରାସ୍ତାରେ ମୁଁ ନିଶ୍ଚିତ ଲଢ଼େଇ କରିବି, ନେତୃତ୍ୱ ନେବି, এটা ମୋ ଅଧୀନରେ ଅଛି ଏବଂ ମୁଁ ଜୟଦେବ ପାଇଁ ଆଗାମୀ ଜୀବନ ତମାମ ଜୟଦେବର ସମସ୍ୟାକୁ ନେଇକରି ମୁଁ ଲଢ଼େଇ କରିବି, ତାର ସମସ୍ୟାର ସମାଧାନ କରିବା ପାଇଁ ଚେଷ୍ଟା କରିବି। ଏତିକି ମୋର ଜୟଦେବବାସୀଙ୍କ ପ୍ରତି ମୋର ବାର୍ତ୍ତା ନିବେଦନ ମଧ୍ୟ। ଆପଣ ପ୍ରଶ୍ନ ହେବନି କୋରାପୁଟରେ ଆସି ଜୟଦେବ ବିଧାୟକ ହେଉଛନ୍ତି, ଏଇଭଳିଆ ପ୍ରଶ୍ନ ଆସିବନି, ଆପଣ କେମିତି ତାକୁ ଆନ୍ସରଟା କେମିତି ଦେବେ? ଦେଖନ୍ତୁ ମୁଁ ଓଡ଼ିଶାର ପୁଅ, ଓଡ଼ିଆ ମାଟିର ଜଣେ ସନ୍ତାନ। ଲୋକ ବାଂଲାଦେଶରୁ ଆସିକରି ବିଧାୟକ ହେଇସାରିଛନ୍ତି, ବିହାରରୁ ଆସି ସାଂସଦ ହେଇସାରିଛନ୍ତି, ପଞ୍ଜାବରୁ ଆସି ମୁଖ୍ୟମନ୍ତ୍ରୀ ହେଇସାରିଛନ୍ତି। ମୁଁ ତ କହିବି ପଞ୍ଜାବରୁ ଆସି ମୁଖ୍ୟମନ୍ତ୍ରୀ ହେଇସାରିଛନ୍ତି ଏବଂ ତାମିଲନାଡୁରୁ ଆସି ଶାସନ କରୁଛନ୍ତି। ଭାଇ ମୋତେ କାହିଁକି ଗ୍ରହଣ କରିବେନି? ମୋତେ ନିଶ୍ଚିତ ଭାବରେ ଗ୍ରହଣ କରିବେ, ସ୍ନେହ କରିବେ, ଆଦର କରିବେ ଏବଂ ଦେଖିବେ ଆଗକୁ ଭୋଟ ମଧ୍ୟ ମୋତେ ଦେବେ। ଆପଣ କିଭଳିଆ ଶୁଣୁଥିଲେ ଯେ କି ଜୟଦେବର ଯେତେବେଳେ ନୂଆ କରି ପ୍ରାର୍ଥୀ ହେଇଛନ୍ତି କଂଗ୍ରେସ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ସଗରିଆ, ସେ କହୁଛନ୍ତି ଯେହେତୁ କୁନ୍ଦୁଲି ପାଇଁ ଯିଏ ଅହରହ ସଂଗ୍ରାମ କରିଥିଲେ, ଜୟଦେବର ବିକାଶ ପାଇଁ, ଜୟଦେବଙ୍କ କୃଷକ ପାଇଁ, ଜୟଦେବଙ୍କ ଭୋଟରଙ୍କ ପାଇଁ, ଜୟଦେବ ଜନତାଙ୍କ ପାଇଁ ସେ ନିଶ୍ଚିନ୍ତ ଭାବେ ଆଶୀର୍ବାଦ ଲାଭ କରୁଛନ୍ତି ଏବଂ ଆଶୀର୍ବାଦ ପାଇଲେ ସେ ନିଶ୍ଚିନ୍ତ ଭାବେ ବିକାଶ ବୋଲି କରିବେ ବୋଲି ସେ ଯାହା ଇଟିଭି ଭାରତକୁ ସୂଚନା ଦେଇଛନ୍ତି। ଜୟଦେବ ଉମେଶ ମଲ୍ଲିକ, ଇଟିଭି ଭାରତ।